ସାଇରାମ। ତୁମର ଖରାପ ଦିନ କେବେ ଭଲ ଦିନରେ ପରିଣତ ହୋଇଯିବ ତାହା ମଧ୍ୟ ତୁମେ ଜାଣିପାରିବ ନାହିଁ। ଚମତ୍କାର ବହୁତ ଶୀଘ୍ର ତୁମ ଜୀବନରେ ଏବେ ପ୍ରବେଶ କରିବ। ତୁମେ କେବଳ ବିଶ୍ୱାସ ଏବଂ ଧୈର୍ଯ୍ୟ ରଖ। ତୁମେ କାହିଁକି ଚିନ୍ତିତ ପିଲାମାନେ? ମୁଁ ତ ତୁମର ଧ୍ୟାନ ରଖୁଛି। ମୋ ଉପରେ କ'ଣ ତୁମର ବିଶ୍ୱାସ ନାହିଁ? ଭୋକିଲା ଲୋକଙ୍କୁ ଖାଇବାକୁ ଦିଅ, ଶୋଷିଲା ଲୋକଙ୍କୁ ଜଳ ଦିଅ, ତୁମର କଲ୍ୟାଣ ହେବ। ତୁମ ଜୀବନରେ ଏ ଯେଉଁ ଝଡ଼ ଆସିଛି ନା, ମୁଁ ଚାହେଁ ତୁମେ ଏହାକୁ ଜଣେ ଶକ୍ତିଶାଳୀ ବ୍ୟକ୍ତି ଭାବେ ଅତିକ୍ରମ କର। ତୁମେ ଭାବ ଏବଂ ଅନୁଭବ କର ଯେ ମୁଁ ଏହି ଦୁନିଆରେ ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି, ଯେଉଁଥିପାଇଁ ଲୋକମାନେ ଖୁବ୍ ଶୀଘ୍ର ତୁମଠାରୁ ପ୍ରେରଣା ନେବେ। ମୋ ପିଲାମାନଙ୍କ ରୂପରେ ମୁଁ ତୁମକୁ ସାହାଯ୍ୟ ପଠାଉଛି। ସେମାନେ ଠିକ୍ ସମୟରେ ସଠିକ୍ ସ୍ଥାନକୁ ଆସି ତୁମକୁ ସାହାଯ୍ୟ କରିବେ। ଯଦି କୌଣସି ଜିନିଷରେ ବିଳମ୍ବ ହୁଏ ତେବେ ଏହା ମଧ୍ୟ ମୋର ଇଚ୍ଛା ଏବଂ ଲୀଳା, ଯାହା କେବଳ ତୁମର ମଙ୍ଗଳ ପାଇଁ ହିଁ ଅଟେ। ତେଣୁ ହସ ଖୁସିରେ ଜୀବନ ବଞ୍ଚିବା ଶିଖ। ଓମ୍ ସାଇରାମ, ଜୟ ସାଇରାମ।